ନିରୁଦ୍ଦିଷ୍ଟ ଶୈଶବ। ପ୍ରାଚୀନ ଚୀନରେ ଜଣେ ସମ୍ରାଟ ରାଜ୍ୟର ହାତଗଣତି ପ୍ରଜାଙ୍କୁ କିଛି ଫୁଲ ବିହନ ଦେଇ କହିଥିଲେ, ଯାହା ଗଛରେ ସବୁଠାରୁ ସୁନ୍ଦର ଫୁଲ ଫୁଟିବ ସେ ତାଙ୍କ ଉତ୍ତରାଧିକାରୀ ହେବେ। ପିଙ୍ଗ ନାମକ ଜଣେ ଗରିବ ବାଳକର ବିହନରେ ଗଜା ଆସିନଥିଲା। ତେଣୁ ନିର୍ଦ୍ଧାରିତ ଦିନରେ ଅନ୍ୟ ବୟସ୍କମାନେ ନିଜ ନିଜର ସୁନ୍ଦର ଫୁଲ ଫୁଟିଥିବା ଗଛ ସବୁ ପ୍ରଦର୍ଶନ କରୁଥିବା ସମୟରେ ପିଙ୍ଗ ନିଜ ଖାଲି ପାତ୍ର ସହ ଲଜ୍ଜିତ ମୁଦ୍ରାରେ ଠିଆ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମ୍ରାଟ ଘୋଷଣା କଲେ ଯେ ଯାହା ବିହନ ଦିଆଯାଇଥିଲା ସେସବୁ ଗୋଟିଏ ବି ଗଜା ହେବା ଅବସ୍ଥାରେ ନଥିଲା। ତେଣୁ ନିଜର ସଚ୍ଚୋଟତା ଯୋଗୁଁ ପିଙ୍ଗ ହିଁ ରାଜ୍ୟର ପରବର୍ତ୍ତୀ ସମ୍ରାଟ ହେବ। ପିଙ୍ଗ ସଫଳତା ଅପେକ୍ଷା ତା ଶିଶୁସୁଲଭ ସ୍ୱଭାବରେ ସତ୍ୟକୁ ଗୁରୁତ୍ୱ ଦେଇଥିବାରୁ ସମ୍ରାଟଙ୍କ ଉତ୍ତରାଧିକାରୀ ହେବାର ଯୋଗ୍ୟତା ହାସଲ କରିଥିଲା। ଉପନିଷଦରୁ ଆଧୁନିକ ଯୁଗ ଯାଏ ବିଭିନ୍ନ ସଂସ୍କୃତିର ଦର୍ଶନରେ ଶିଶୁ ସ୍ୱଭାବର ଭୂୟସୀ ପ୍ରଶଂସା କରାଯାଇଛି। ଭାରତୀୟ ସଂସ୍କୃତିରେ ଶିଶୁ କେବଳ ଏକ ଜୈବିକ ପ୍ରାଣୀ ନୁହେଁ, ସୃଷ୍ଟି ପାଇଁ ଆଶାର ଏକ ପବିତ୍ର ପ୍ରକାଶନ, ଆବେଗମୟ, ସ୍ୱତଃସ୍ଫୂର୍ତ୍ତ ଓ ଆଲୋକମୟ। ଋଗ୍ବେଦ ଶିଶୁର ଜନ୍ମକୁ ମହାଜାଗତିକ ନବୀକରଣ ପ୍ରକ୍ରିୟା ଭାବରେ ଉପସ୍ଥାପନ କରେ। ଉପନିଷଦ ଶିଶୁ ସ୍ୱଭାବର ମୋକ୍ଷର ମାର୍ଗର ସନ୍ଧାନ ପାଇଥିବା ବେଳେ ଭାଗବତ କୃଷ୍ଣଲୀଳା ମାଧ୍ୟମରେ ଶୈଶବକୁ ଏକ ସୁନ୍ଦର ଓ ପବିତ୍ର ଅବସ୍ଥା ଭାବେ ବର୍ଣ୍ଣନା କରେ। ଶୈଶବ ହେଉଛି ଜୀବନର ସବୁଠାରୁ ଗଭୀର ଜ୍ଞାନରେ ନୀରବ ଶିକ୍ଷକ। ଆବିଳତା ବିବର୍ଜିତ, ନିର୍ଭୀକ ଓ ମୁକ୍ତ। ଶିଶୁର ଜିଜ୍ଞାସା ପ୍ରବୃତ୍ତି ସୃଜନଶୀଳତାକୁ ପୁନର୍ଜୀବିତ କରେ। ଶିଶୁର ସରଳତା ଆଗରେ ମାନବର ସମସ୍ତ ଗର୍ବ ଅହମିକା ମଳିନ ପଡ଼ିଯାଏ। ଶିଶୁର ସତ୍ୟାନୁରାଗ, ସାହସ ଓ ସହାନୁଭୂତି ମଣିଷ ପୁଣିବାର ଶିକ୍ଷା ଦିଏ। ଅସ୍ତିତ୍ୱବାଦୀ ଦାର୍ଶନିକ ହାନା ଆରେଣ୍ଡ କହିଥିଲେ, ପ୍ରତ୍ୟେକ ନବାଗତର ଆଗମନ ଏକ ସୁନ୍ଦର ବିଶ୍ୱର ଅଗ୍ରଗତି ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିବାର ସମ୍ଭାବନା ସୃଷ୍ଟି କରେ। ଦୁଃଖର ବିଷୟ, ଆଜିର ଶିଶୁ କ୍ଳାନ୍ତ, ତା ଶୈଶବ ନିରୁଦ୍ଦିଷ୍ଟ, ଅନିର୍ଦ୍ଦିଷ୍ଟ ଭବିଷ୍ୟତର ଜୀବନ ଜୁଇରେ ପଡ଼ିଯାଇଥିବା ଶିଶୁର ହସକୁ ସଂସାରର ସବୁଠାରୁ ମଧୁର ଶବ୍ଦ କୁହାଯାଏ। କିନ୍ତୁ ଆଜିର ଶିଶୁ ମୁକ୍ତ ଭାବରେ ହସିବା ଭୁଲି ଯାଇଛି। ମା କୋଳରେ ଛୁଆ ପାଇଁ ଜାଗା ନାହିଁ, ବାପାର କାନ୍ଧରେ ସଂସାରର ବୋଝ। ମା'ର ଆଖି ଆଉ ଖୋଜୁନି ଶିଶୁର ଫେରିବା ବାଟକୁ, ଚାପକୁ ଅଧୀର କରୁନି ଛୁଆର ଅଝଟିଆପଣ। ବାପା ମା ଟାର୍ଗେଟ ପଛରେ ଧାଉଁଥିବା ବେଳେ ଶିଶୁର ସମ୍ପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି ରାଙ୍କିଙ୍ଗ ଉପରେ। ଲାଳନ ପାଳନର ସ୍ଥାନ ନେଇଛି ଅନୁଶାସନ ଓ ଶୃଙ୍ଖଳା। ଆଇ ମାର କାହାଣୀ ମୁଣି କେଉଁ ଦିଗରୁ ହଜିଗଲାଣି। ଶିଶୁ ହାତରେ ମୋବାଇଲ ଧରାଇ ଦେଲେ ସବୁ ଦାୟିତ୍ୱ ସରିଗଲା। ଆଗରୁ ଶିଶୁ ଥିଲା ସମାଜର ସନ୍ତାନ, ଏବେ କ୍ରେଚର ଚାରିକାନ୍ଥ ଭିତରେ ସେ ପଣବନ୍ଦୀ। ସ୍ନେହ, ସରାଗ, ବାତ୍ସଲ୍ୟ, ମମତା ଶିଶୁ ପାଇଁ ଅବୁଝା ଭାଷା। ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ପରିବାରରେ ଭାବପ୍ରବଣ ସଂଯୋଗର ଅଭାବବୋଧ ଶିଶୁର ଜୀବନରେ ଭରିଦେଇଛି ମହାଶୂନ୍ୟତା। ସ୍କୁଲ ବାତାବରଣ ଦିନେ ସୃଜନଶୀଳତା, ଆନନ୍ଦ ଓ ଉନ୍ମାଦନାର କେନ୍ଦ୍ରବିନ୍ଦୁ ଥିଲା। ବର୍ତ୍ତମାନ ପରୀକ୍ଷା ଓ ପ୍ରତିଯୋଗିତାର ଯାତନା ଶିବିରରେ ପରିଣତ ହୋଇଛି। ପରୀକ୍ଷା ଖାତାରେ ନମ୍ବରର ଚାପ ଶିଶୁର ସ୍ୱାଭାବିକ କୌତୂହଳକୁ ଧ୍ୱଂସ କରିଦେଇଛି। ପ୍ରତିଯୋଗିତାର ମାନସିକ ଚାପ, ବିଫଳତାର ଭୟ, ଅବହେଳାର ନିଷ୍ଠୁରତା ଓ ପାରିବାରିକ ଉଦାସୀନତାର ଜଳଭଉଁରୀରେ ଥଳକୂଳ ପାଉନଥିବା ଶିଶୁଟି ଖୋଜୁଛି ବାପା ମା'ଙ୍କ କୋମଳ ପରଶ, ଉଷ୍ମ ସ୍ପର୍ଶ, ଆବେଗଭରା ଦୃଷ୍ଟି, କିଛି ପ୍ରେମଭରା ଶବ୍ଦ, ସମୟ ଓ ସମବେଦନା। ଭାଗବତ ପୁରାଣ ପରାମର୍ଶ ଦିଏ ଯେ ସ୍ନେହ ଓ ମମତା ସହିତ ଶିଶୁଙ୍କୁ ପାଳନ କରିବା ହେଉଛି ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭର ସର୍ବଶ୍ରେଷ୍ଠ ପନ୍ଥା। ପ୍ରସିଦ୍ଧ ସ୍ୱିସ୍ ମନସ୍ତତ୍ତ୍ୱବିତ୍ ଜିନ୍ ପିଆଗେଟ୍ କୁହନ୍ତି, ଶିଶୁ ପରିଚାଳନାର ମୂଳ ତତ୍ତ୍ୱ ନିୟନ୍ତ୍ରଣ ନୁହେଁ, ଆତ୍ମୀୟ ସଂଯୋଗ ଏବଂ ଖୋଲା ଯୋଗାଯୋଗ। ଶିଶୁ ବିକାଶର ଚାବିକାଠି ହେଉଛି ଭାବପ୍ରବଣ ସୁରକ୍ଷା। ଯେତେବେଳେ ପିଲାମାନଙ୍କୁ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ, ସେମାନେ ଦାୟିତ୍ୱବାନ ହୁଅନ୍ତି। ଜନ୍ ବଲ୍ବିଙ୍କ ସଂଲଗ୍ନ ତତ୍ତ୍ୱ ମତରେ ଯେଉଁ ପିଲାମାନେ ଭଲ ପାଇବା ଓ ନିରାପଦ ପରିବେଶ ପାଆନ୍ତି, ସେମାନେ ଆତ୍ମବିଶ୍ୱାସୀ ଓ ଦୟାଳୁ ହୁଅନ୍ତି। ମନସ୍ତତ୍ତ୍ୱବିତ୍ମାନେ ବୟସ୍କଙ୍କ ଉତ୍ତମ ଆଚରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଅନ୍ତି, କାରଣ ପିଲାମାନେ ଯାହା ଦେଖନ୍ତି ସେଥିରୁ ହିଁ ଶିଖନ୍ତି। କ୍ରୋଧୀ ଶିଶୁ ଅବାଧ୍ୟ ନୁହେଁ, ସେ କେବଳ ଶବ୍ଦରେ ନିଜର ହତାଶା ବୋଧ ପ୍ରକାଶ କରିବାକୁ ଅକ୍ଷମ। ସ୍ୱାଧୀନଚେତା କିଶୋର ବିଦ୍ରୋହୀ ନୁହେଁ, ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଠନ କରିବାକୁ ଚେଷ୍ଟା କରୁଛି। ପରିବାର ଓ ଗୁରୁଜନ ଏହି ଆଚରଣଗୁଡ଼ିକୁ ବୁଝିପାରିଲେ ସେମାନେ ଶିଶୁର ବିଶ୍ୱାସଭାଜନ ହେବା ସହ ସୁସ୍ଥ ଶୈଶବ ପାଇଁ ପରିବେଶ ଗଠନରେ ସହାୟକ ହୋଇପାରିବେ। ଆଜିର ଶିଶୁ ଆସନ୍ତାକାଲିର ଭାରତ ଗଢ଼ିବେ। ନେହରୁଙ୍କ ଏହି ଚିନ୍ତାଧାରା ଶିଶୁର ନିରୁଦ୍ଦିଷ୍ଟ ହସକୁ ଫେରାଇ ଆଣିବା ପାଇଁ ପ୍ରେମ, ଆନନ୍ଦ ଓ ଶିକ୍ଷା ମଧ୍ୟରେ ସମନ୍ୱୟ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଏ। ଚାଲନ୍ତୁ ଜୀବନକୁ ଜୀଇବାର ଜୟଯାତ୍ରା ଜାରି ରଖିବା। ଦେଶର ଭବିଷ୍ୟତ ନାଗରିକଙ୍କ ହସର ଆଲୋକରେ ଆଗାମୀ କାଲିର ପ୍ରତିଶ୍ରୁତିକୁ ଆଲୋକିତ କରିବା ଏବଂ ସେମାନଙ୍କ ପାଇଁ ମଙ୍ଗଳ କାମନାର ଶୁଭ ଶଙ୍ଖନାଦ କରିବା। ଏହା ହିଁ ଶିଶୁ ଦିବସର ଆହ୍ୱାନ ହେବା ଦରକାର। ଏତିକି ରହୁଛି। ଧନ୍ୟବାଦ।